ନିଲମ୍ବିତ ତ ହେଇଛନ୍ତି କିନ୍ତୁ ସେମାନେ ସ୍ୱଇଚ୍ଛାରେ ତାଙ୍କର ସଭ୍ୟ ପଦ ମଧ୍ୟ ତ୍ୟାଗ କରିଛନ୍ତି ବିଭିନ୍ନ ଜାଗାରେ ଦଳ ବିରୋଧରେ ମନ୍ତବ୍ୟ ଦେଇକି। ବିଜୁ ଜନତା ଦଳ ଅଲରେଡି କାର୍ଯ୍ୟକ୍ରମ ଟେକଅପ୍ କରିଛି। ତା ବିରୁଦ୍ଧରେ ମାନ୍ୟବର ନବୀନ ପଟ୍ଟନାୟକ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତିକି ଅନେକ ବାର ଅନେକ ଡେମନଷ୍ଟ୍ରେସନ କରାଯାଉଛି ଏବଂ ଆମର ବର୍ତ୍ତମାନ ପ୍ରତି ନିର୍ବାଚନ ମଣ୍ଡଳୀରେ ଆପଣ ଦେଖିବେ 10 ରୁ 25 ତାରିଖ ଭିତରେ ସବୁଠି ମହିଳାଙ୍କ ଅଧିକାରକୁ ନେଇକି ଆମର ରାଲି ଅଛି, ମିଟିଂ ଅଛି, ଶୋଭାଯାତ୍ରା ଅଛି, ଦାବିପତ୍ର ଦେବାର ଅଛି। ବିଜୁ ଜନତା ଦଳ ଅଲରେଡି କାର୍ଯ୍ୟକ୍ରମ ଟେକଅପ୍ କରିଛି। ତା ବିରୁଦ୍ଧରେ ମାନ୍ୟବର ନବୀନ ପଟ୍ଟନାୟକ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ଆମର ରାଜରାସ୍ତାରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ଏବଂ 10 ତାରିଖ 25 ତାରିଖ ଯାଏ ମହିଳା ଅଧିକାର ସମାବେଶ, ରାଲି, ବିକ୍ଷୋଭ, ମିଟିଂ ସବୁ ହବ, ଦାବିପତ୍ର ଦିଆଯିବ। ଓଡ଼ିଶାର 147 ନିର୍ବାଚନ ମଣ୍ଡଳୀରେ ସଂଗଠନକୁ ବୃଦ୍ଧି କରିବା ପାଇଁ, ସାଂଗଠନିକ କାର୍ଯ୍ୟକ୍ରମକୁ ଆଗକୁ ବଢ଼ିବା ପାଇଁ ଆମେ କାର୍ଯ୍ୟକ୍ରମ ଆରମ୍ଭ କରୁଛୁ ମଧ୍ୟ। ଏଇଟା ହେଉଛି ଆମର ସାଂଗଠନିକ ପ୍ରକ୍ରିୟାର ଅଂଶବିଶେଷ। ତେଣୁ କୋଉଠି ବିଧାୟକ ଅଛନ୍ତି, କୋଉଠି ବିଧାୟକ ଯାଇଛନ୍ତି, ଧର ଯୋଉଠି ଆମର ବିଧାୟକ ଜିତି ନାହାନ୍ତି ସେଠି ମଧ୍ୟ ସମୀକ୍ଷା ହେଉଛି। ଯଦି କୋଉ ବିଧାୟକ ସ୍ୱଇଚ୍ଛାରେ ତାଙ୍କର ସଭ୍ୟ ପଦ ତ୍ୟାଗ କରିକି ଯାଇଛନ୍ତି ସେଠି ମଧ୍ୟ ସେୟା କରାଯିବ। ଯୋଉଠି ଜିତିଛନ୍ତି ସେଠି ମଧ୍ୟ ସମୀକ୍ଷା ହେଉଛି, ସବୁଠି ହେଉଛି। ନିଲମ୍ବିତ ତ ହେଇଛନ୍ତି କିନ୍ତୁ ସେମାନେ ସ୍ୱଇଚ୍ଛାରେ ତାଙ୍କର ସଭ୍ୟ ପଦ ମଧ୍ୟ ତ୍ୟାଗ କରିଛନ୍ତି ବିଭିନ୍ନ ଜାଗାରେ ଦଳ ବିରୋଧରେ ମନ୍ତବ୍ୟ ଦେଇକି। ଦଳ ଅଛି, ଦଳର ଶକ୍ତି ଅଛି, ନେତୃତ୍ୱ ଜରୁର ସୃଷ୍ଟି ହେବ।